ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଧ ଏକବିଂଶ ଅଧ୍ୟାୟ। ଶ୍ରୀଶୁକବାଚ ଭୁବନ କୋଶର ଭିଆଣ କହିବି ଯେତେକ ଲକ୍ଷଣ, ଯାହାର ନିକଟରେ ରହି ସୂର୍ଯ୍ୟ ଯେ ତ୍ରିଲୋକ ତାପଇ। ଅତ୍ୟନ୍ତ ବେନିଭାଗ ହୋଇ ଉତ୍ତର ଦକ୍ଷିଣେ ଭ୍ରମଇ, ମାଲକ୍ଷ୍ୟ ପହବେନି ନାମ ବିଷ୍ଣୁ ଭବନ ଭୋଭରାଜନମ୍। ଦିବାକର ଯେ ରକ୍ଷ ଯେତେ ଦୀର୍ଘ ହ୍ରସ୍ୱ ଯେ ପରିଜନ୍ତେ, ବିଶୁଦ୍ଧ ସମାଜ ବିଶୁଦ୍ଧ ସମାନକୁ ପାଇ ପୁଣି ଦୀର୍ଘ ହ୍ରସ୍ୱ ବଢ଼ଇ, ତୁଲ୍ୟ ବିଶୁଦ୍ଧ ପୁଣି ପାଇ ଅହୋରାତ୍ର ସେ ନାମ ବହି। ନକୋଟି 91 ଲକ୍ଷ ଯୋଜନ ପ୍ରମାଣ ପ୍ରତ୍ୟକ୍ଷ, ମାନସ ଗିରି ତହିଁ ରହି ଇନ୍ଦ୍ରର ପୁରେ ବିରାଜଇ। ପୂର୍ବ ଭାଗରେ ସେ ସୁମେରୁ ବେଦ ଧ୍ୟାନ ନାମ ଜହିରୁ, ଯମର ପୁର ତା ଦକ୍ଷିଣେ ବିରାଜେ ସଞ୍ଜମନି ନାମେ। ପଶ୍ଚିମ ପୁର ବରୁଣର ନିମଚିତ ନାମ ତାହାର, ଉତ୍ତର ଭାଗେ ସୋମପୁରୀ ନାମ ତାହାର ବିଭାବରୀ। ତହିଁ ଉଦୟ ମଧ୍ୟ ଅନ୍ତ ଏ ତିନି କାଳେ ଯେ ବିଦିତ, ପ୍ରାଣୀ ପ୍ରବୃତ୍ତି ନିବୃତ୍ତିରେ ସୁମେରୁ ଚତୁର ଦିଗରେ, ଅହର୍ନିଶି ଭାବରେ ତହିଁ ପ୍ରାଣୀଙ୍କ ସୁଖ ଦୁଃଖ ହୋଇ। ବାମାବର୍ତ୍ତକ ପ୍ରାୟ ତହିଁ ନିତ୍ୟାଦିତ୍ୟ ଯେ ଭ୍ରମଇ, ଉଦକ କାଳେ ଯେ ଲକ୍ଷଣ ଅନ୍ତ ଅସ୍ତ କାଳରେ ସେହି ପୁଣ। ଦ୍ୱିକୋଟି 12 ଯୋଜନ ଲକ୍ଷରେ ହରି ପରିମାଣ, ପଞ୍ଚଦଶ ଘଟିକା ବେଳେ ଇନ୍ଦ୍ରର ପୁର ବହେଳେ। ଯମର ପୁରରେ ପ୍ରବେଶ ସେଠାରେ କରନ୍ତି ପ୍ରକାଶ, ଏଥୁ ବରଣ ଆଦି ଯେତେ ଆଦିତ୍ୟ ଭ୍ରମିତ ଯେ ନିତ୍ୟେ। ଇନ୍ଦ୍ରାଦି ଯେତେ ଗ୍ରହମାନ ଏହି କ୍ରମରେ ସେ ଭ୍ରମଣ, ଜ୍ୟୋତିଷ ଚକ୍ର ଯେ ପ୍ରକାରେ ଭ୍ରମଇ ଚତୁର ଦ୍ୱୀପରେ। ଆଦିତ୍ୟର ଥର ଗମନ ମୁହୂର୍ତ୍ତେ ଶୁଣ ହୋ ରାଜନ, ରଜୁ 4 ଲକ୍ଷ ଯୋଜନ ଅଷ୍ଟଶତ ଅଧିକ ପୁଣ। ଇନ୍ଦ୍ରାଦି ଯେତେ ପୁର ମେଳେ କ୍ରମେ ଭ୍ରମନ୍ତି ନିଶ୍ଚଳେ, ଦ୍ୱାଦଶର ସଙ୍ଗମ ତାର ସେ ରଥେ ଏକ ଚକ୍ରଧର। ସୁମେରୁ ମସ୍ତକ ଉପରେ କ୍ରମେ ସେ ସମାନ ସୂତ୍ରରେ, ତ୍ରିଲୋକ୍ୟ ତୁରୀ ପ୍ରାୟ ହୋଇ ରବିର ରଥ ସେ ଭ୍ରମଇ। ରଥର ଗର୍ଭ ପରିମାଣ ସେ 20 ଲକ୍ଷେକ ଯୋଜନ, ଗୁଳ୍ମ ଯେ ବିସ୍ତାର ଅଟଇ 24 ଲକ୍ଷ ସେ ହୁଅଇ। ତହିଁ ଯୋଚିତ ଅଶ୍ୱ ପହନ୍ତି ଆଦିତ୍ୟ ଦେବଙ୍କୁ ବହନ୍ତି, ଅରୁଣ ନିଯୁକ୍ତି ତହିଁରେ ସପ୍ତ ଅଶ୍ୱ ଯେ ଯାଠାବରେ। ଅଙ୍ଗୁଷ୍ଠୀ ସବୁ ସାନ ହୋଇ 60 ସହସ୍ର ମୁନି ତହି, ବିଦିତ ବାଲ ଶିଲାଖ୍ୟାରେ ରବିର ଅଗ୍ର ଯେ ଭାଗରେ। ସୁନ୍ଦର ବାକ୍ୟ ନାନା ମତେ ସ୍ତୁତି କରନ୍ତି ଯଥୋଚିତେ, ଅନ୍ୟ ଯେ ନାନା ଋଷି ଗଣ ଗନ୍ଧର୍ବ ସିଦ୍ଧ ଯେ ଚାରଣ। ସକଳ ନାଗଗଣ ବୀର ଅପର ଗଣ ଯେ ଯା ପରେ, ଯେ ଜାତୁ ଧାନ ଶ୍ରେଷ୍ଠ ଗଣ ସଙ୍ଗତେ ଘେନି ବିଦ୍ୟମାନ। ଅପ୍ସରା ଗଣ ଶ୍ରେଷ୍ଠ ଗଣ ସଙ୍ଗତେ ଘେନି ବିଦ୍ୟମାନ, ଅପ୍ସରା ଗଣ ନୃତ୍ୟ ଗୀତେ ମନ୍ତେ ଯେ ଯାହାର ମତେ। ସେ ସୂର୍ଯ୍ୟ ରୂପେ ଭଗବାନ ଅଖିଳ ଆତ୍ମାର କାରଣ, ତାହାର ଚରଣାର ବିନ୍ଦେ ସେବନ୍ତି ପରମ ଆନନ୍ଦେ। ଯେ ଯାର କର୍ମ ଅନୁମତେ ସେବନ୍ତି ତାର ପାଦ ଗତେ, 9.5 କୋଟି ଯୋଜନ ଅଧିକ 1 ଲକ୍ଷ ପୁଣ। ଏବେନି ସହସ୍ର ଯୋଜନ ହେମନ୍ତେ କୋଶ ଯେ ଭୁବନ, କ୍ଷଣ ମାତ୍ରକେ ଭଗବାନ ସେ ସୂର୍ଯ୍ୟ କରନ୍ତି ଭ୍ରମଣ। ଅତ୍ୟନ୍ତ ତାହାର ଚରିତ କହିଲେ ବିପ୍ର ଜଗନ୍ନାଥ। ଇତି ଶ୍ରୀ ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ପଞ୍ଚମ ସ୍କନ୍ଧେ ଭୁବନ କୋଶ ବର୍ଣ୍ଣନେ ନାମ ଏକବିଂଶ ଅଧ୍ୟାୟ। 22 ଅଧ୍ୟାୟ। ରାଜୋବାଚ ବମୁନି ଏଥିର ତଦନ୍ତ ଜାଣିଲେ ଯିବଇ ପ୍ରତୀତ, ଆଦିତ୍ୟ ଦେବ ଯଥୋଚିତେ ମେରୁ ପ୍ରଦକ୍ଷିଣ କରନ୍ତେ। ଦ୍ୱାଦଶ ଶଶାଙ୍କ ସମ୍ମୁଖେ ଭୋଗ କରନ୍ତି ସେ ପ୍ରତ୍ୟକ୍ଷେ, ଆଦିତ୍ୟ ଗତି ବ୍ୟଗ୍ରତରେ ତହିଁରେ କେମନ୍ତେ ସଞ୍ଚରେ। ଏଣୁ ତ ମୋହର ସଂଶୟ ଭଉନି ତଦନ୍ତେ ଯେ କହ,
ଶ୍ରୀଶୁକବାଚ କୁରାଳ ଚକ୍ରର ସହିତେ କ୍ଷୁଦ୍ର ଜନ୍ତୁଙ୍କ ଗତି ମତେ ସେ କାଳ ଚକ୍ରର ଆୟତେ ଭ୍ରମନ୍ତି ଯେ ଯାହାର ମତେ ଧ୍ରୁବର ସମ୍ମୁଖେ ପ୍ରତ୍ୟକ୍ଷ କରି ଭ୍ରମନ୍ତି ଅନ୍ତରିକ୍ଷ ଆଦି ପୁରୁଷ ଭଗବାନ ସାକ୍ଷାତେ ପ୍ରଭୁ ନାରାୟଣ ତୃତୀୟ ରୂପ ତାଙ୍କ ମତି କର୍ମ ବିଶୁଦ୍ଧ ରେ କହନ୍ତି ସେ ମୁକ୍ତି ଦେବ ମୁସାକାର କରି ସେ ବ୍ରହ୍ମାଣ୍ଡ ଠାକୁର ଷଡ଼ ଋତୁ ବସନ୍ତି ଆଦି ଏଥିରେ ଯେତେକ ପ୍ରସିଦ୍ଧି ସେ ଋତୁ କାଳେ ସେ ହୁଅନ୍ତି ଆପଣା ବିହାର କରନ୍ତି ମହାପୁରୁଷ ବିଦ୍ୟମାନ ମାୟା ଯେ ନାନାଦି ବିଧାନ ଆଶ୍ରମ ରୂପେ ନାନା ପଥେ ନାନା କର୍ମର ଯଥୋଚିତେ ନାନା ଯୋଗରେ ଶ୍ରଦ୍ଧା ଚିନ୍ତି ଯେ ତାଙ୍କ ଚରଣେ ସେବନ୍ତି ସକଳ ପାପୁ ସେ ତରନ୍ତି ପରମ କଲ୍ୟାଣ ଭଜନ୍ତି ଏମନ୍ତେ ଶୁଣ ନୃପବର ସେ ସ୍ୱାମୀ ଆତ୍ମା ପ୍ରାଣୀଙ୍କର ପୃଥିବୀ ଆକାଶ ମଧ୍ୟରେ କାଳଚକ୍ର ସେ ସୁନ୍ଦରେ ଦ୍ୱାଦଶ ମାସକୁ ଭଜନ୍ତି ସମ୍ବତ୍ସର ନାମ ବହନ୍ତି ମାସେ ଯେ ବେନି ଭାଗ କରି ଭୁଜନ୍ତି ଅହୋରାତ୍ର ପୁରୀ ସେ ବେନି ମାସ ଏକ ଋତୁ 6 ଋତୁ ସମ୍ବତ୍ସର କ୍ରତୁ ସେ ଯେବେନି ତାର ଅର୍ଦ୍ଧ ଭାଗେ ରହନ୍ତି କାଳର ସେ ଭୋଗେ ତାହାଙ୍କୁ କାଳ ବୋଲି ଜାଣି ଶୁଣ ରାଜନ ପରିମାଣି ଯେ ବା ମହିର ସହିତେ ନବମଣ୍ଡଳକୁ ଯାଆନ୍ତେ ରବି ଭୁଜନ୍ତି ଯେତେ କାଳେ ସମ୍ବତ୍ସର ବୋଲି ତାରେ ଏ ଅନନ୍ତରେ ବୋ ରାଜନ ଚନ୍ଦ୍ରର ଏଇ ଯେ ଗମନ ଦ୍ୱିଲକ୍ଷ ଯୋଜନ ଉପରେ ସମୀର କରି ସେ ବ୍ୟବହାରେ ପବନ ତାର ଅତି ଖରେ ଚନ୍ଦ୍ର ଭୁଞ୍ଜନ୍ତି ଶେଷତ୍ୱରେ ତାହାଙ୍କ ଭୋଗ ବେନି ପକ୍ଷକୁ ସାଧି ରଖେ ଭୋଗ ସେ ଏକ ଦିନେ ଭୁଜନ୍ତି କୃତୁପତି ମାନେ ଏଥୁ ଅନ୍ତରେ ନୃପବର ବଧି କଳାଶସ ଧର ଅହୋରାତ୍ର ଯେ ଦେବଙ୍କର ଯେ ଶୁକ୍ଳ ପକ୍ଷର ବ୍ୟବହାର ଅହୋରାତ୍ର ହେ ନୃପବର ସେ ଯେ ସକଳ ପ୍ରାଣୀଙ୍କର ଏମନ୍ତେ ଶୁଣ ନୃପବର ଜୀବନ ଭୂତ ଶଙ୍କର ଭୁଜନ୍ତି ଦ୍ୱିସପ୍ତ ମୁହୂର୍ତ୍ତ ଏକ ନକ୍ଷତ୍ର ଯଥୋଚିତ ଯେଣୁ ସେ ଅନାଦି ପୁରୁଷ ଷୋଡ଼ଶ କଳା ସେ ବିଶେଷ ଅମୃତ ଶରୀରକୁ ଧରି ପ୍ରାଣୀଙ୍କ ଅଜ୍ଞାନାଧ ହରି ମନୁଷ୍ୟ ପଶୁପକ୍ଷୀ ଆଦି ସରୀସୃପ ବୃକ୍ଷ ପ୍ରସିଦ୍ଧି ଏହାଙ୍କୁ ସୁଖ ସେ ଦିଅନ୍ତି ଏଣୁ ସେ ସବିନୟ ହୁଅନ୍ତି ଏହାର ଊର୍ଦ୍ଧ୍ୱ ରାଜନ ତୃତୀୟ ଲକ୍ଷ ଯେ ଯୋଜନ ନକ୍ଷତ୍ର ଶପଥ ବିଂଶତି ମେରୁର ଦକ୍ଷିଣେ ବସନ୍ତି ଦ୍ୱିଲକ୍ଷ ତାହାର ଉପରେ ଉଷୁନା ବାସ ଯେ ତାହାରେ ଆଦିତ୍ୟ ପ୍ରାୟ ଦୀର୍ଘ ଗତି ତାପରେ ତାହାକୁ ସେବନ୍ତି ଏକର କଲ୍ୟାଣ କାରଣ ପ୍ରତ୍ୟକ୍ଷେ ନିତ୍ୟ ନାରାୟଣ ଏହାର ଊର୍ଦ୍ଧ୍ୱ ଯେ ଭାଗରେ ଦ୍ୱିଲକ୍ଷ ଯୋଜନ ଉପରେ ବୁଦ୍ଧ ନାମେ ଯେ ଚନ୍ଦ୍ରସୂତ ତହିଁରେ ତାହାଙ୍କର ସ୍ଥିତ ପ୍ରାଣୀର ସୁଖେ ଥାଇ ଏଣୁ ସେ ସୂର୍ଯ୍ୟ ବେଗ ହୋଇ ଅତି ଗମନ ଖରତର ଅନାବୃଷ୍ଟି କି ସେ ଆଚାରେ ତାହାର ପରେ ବେନି ଲକ୍ଷେ ଯୋଜନ ତେଜ ସେ ପ୍ରତ୍ୟକ୍ଷେ ଏକ ରାଶିରେ 3 ପକ୍ଷ ମଙ୍ଗଳ ଭୁଞ୍ଜଇ ପ୍ରତ୍ୟକ୍ଷ ଚକ୍ରଗତିରେ ଭୋଗ କରେ କ୍ରମେ ଦ୍ୱାଦଶ ରାଶିରେ ଏହାର ଊର୍ଦ୍ଧ୍ୱ ରାଜନ ଦ୍ୱିତୀୟ ଲକ୍ଷ ଯେ ଯୋଜନ ତହିଁ ଅଛନ୍ତି ବୃହସ୍ପତି ଦେବଙ୍କ ପୁରୋହିତ ହୁଅନ୍ତି ଏକ ରାଶିରେ ସେ ବରସେ ଭୋଗ ଯେ କରନ୍ତି ସନ୍ତୋଷେ ଯେ ବୃହସ୍ପତି ଭଗବାନ ବ୍ରାହ୍ମଣ କୁଳର କଲ୍ୟାଣ ଯେବେ ସେ ବଜ୍ରଗତି ହୋଇ କଦର୍ଯ୍ୟ ଫଳକୁ ଦିଅଇ ତହୁଁ 2 ଲକ୍ଷ ଯୋଜନରେ ତହିଁ ଅଛନ୍ତି ଶନିଶ୍ଚରେ ଏକ ରାଶିରେ ଭୋଗ ତାର 30 ମାସ ନୃପବର ଆସପ୍ତ ମତେ ଭୋଗ ହୋଇ ଅର୍ଦ୍ଧକ ତେମନ୍ତ ଭୁଞ୍ଜଇ ଏହାର ଉପରେ ରାଜନ 11 ଲକ୍ଷ ଯୋଜନ ଋଷିଙ୍କ ବାସ ଯେ ସେଠାରେ ସେ ଯେ କୃପା କରନ୍ତି ପ୍ରାଣୀରେ ଲୋକ ଭାବନେ ସେ ସକଳ ଅଶେଷ କରୁଣାର ମୂଳ ଯେ ବିଷ୍ଣୁ ପାଦ ନିତ୍ୟ ଚିନ୍ତି ପ୍ରତିକ୍ଷଣକେ ଭ୍ରମୁଛନ୍ତି ସେ ମୁନି ଗଣଙ୍କ ପୟରେ ସୁଜନେ ସେବ ନିରନ୍ତରେ କହଇ ବିପ୍ର ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣ ପରମହଂସ ସଂହିତାଏ 82 ପଞ୍ଚମ ସ୍କନ୍ଧେ ଜ୍ୟୋତିଶ୍ଚକ୍ର ବର୍ଣ୍ଣନେ ନାମ 22ଧ୍ୟାୟ। ଶ୍ରୀମଦ୍